ଏକ ବୃଦ୍ଧାଶ୍ରମ ଭିତରେ ପଶି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ବନ୍ଧା ହୋଇଛି ଜଣେ ଯୁବକ। ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଧୀନ ବାଙ୍ଗର ନିକଟରେ ଏକ ବୃଦ୍ଧାଶ୍ରମ ରହିଛି। ଜଣେ ଯୁବତୀ ସେହି ବୃଦ୍ଧାଶ୍ରମର ଦେଖାଶୁଣା କରିବାକୁ ରହିଥିବା ବେଳେ ଅଳିଆ ସଫା କରି ପକାଇବାକୁ ଯାଇଥିବା ସମୟରେ ବରପଦା ଗ୍ରାମର ଯୁବକ ହରିନାରାୟଣ ମହାନ୍ତି ହଠାତ୍ ଯୁବତୀଙ୍କ ପାଖକୁ ଆସି କୁଣ୍ଢାଇ ଧରିବା ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା। ଏହି ଘଟଣାରେ ରାମଚଣ୍ଡୀ ପୁଲିସ ଯୁବକ ହରିନାରାୟଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଏହି ଯୁବକ ଅନୈତିକ କାର୍ଯ୍ୟ ପାଇଁ ବୃଦ୍ଧାଶ୍ରମ ଭିତରକୁ ପଶି ପୁଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା। ହେଲେ ଜେଲରୁ ବାହାରିବା ପରେ ପୁଣି ଥରେ ଦୁଷ୍କର୍ମ ଉଦ୍ୟମ କରି ଜେଲ ଯାଇଛି। ସେ ବାଙ୍ଗରରେ ଆମର ଗୋଟେ ବୃଦ୍ଧାଶ୍ରମ ଅଛି। ବୃଦ୍ଧାଶ୍ରମରେ ଜଣେ ବହୁତ ଇନିମେଟ୍ସ ରହୁଛନ୍ତି। ଜଣେ ଲେଡି ଝିଅଟି ସେଠି ରହିଥିଲା। କାଲି 7ଟା 14-15 ବେଳେ ସମୟ ସକାଳ ସେ ତାର ଘରର ଅଳିଆ ସଫା କରିକି ଡଷ୍ଟବିନ୍ରେ ଢାଳିବାକୁ ଯାଉଥିଲା। ସେହି ସମୟରେ ଆମର ବାଙ୍ଗର ବରପଦା ଗାଁର ହରିନାରାୟଣ ମହାନ୍ତି ବୋଲି ଗୋଟେ ପିଲା ସେ ତା ଭିତରେ ପଶି ସେ ଝିଅକୁ ଜାବୁଡ଼ି କୁଣ୍ଢାକୁଣ୍ଡି କରିକି ବଳାତ୍କାର କରିବା ପାଇଁ ଉଦ୍ୟମ କରୁଥିଲା। ସେ ତାର ଚିଲେଇକି ଦୌଡ଼ିକି ପଳେଇ ଆସିଥିଲା। ତାପରେ ଏଇ ଖବର ପାଇକରି ଆମ ପାଖରେ ଯେତେବେଳେ ରିପୋର୍ଟ ହେଲା ଆମେ ଯାଇଥିଲୁ ଏବଂ ସେ ପିଲାକୁ ସେଠୁ ଧରିକି ଆଣିକି ରଖିଛୁ ରିଟର୍ଣ୍ଣ କରିକି। ସିଏ ବି ସେମିତି ଗୋଟେ କାମ 3-4 ମାସ ତଳେ ସେ ବାଙ୍ଗରର ଯେଉଁ ବୃଦ୍ଧାଶ୍ରମ ଅଛି ସେ ଚଢ଼ିକିରି କୌଣସି ଅନୈତିକ କାର୍ଯ୍ୟ କରିବାକୁ ଯାଉଥିବାରୁ ଆମେ ତା ବିପକ୍ଷରେ ଗୋଟେ ରିପୋର୍ଟ ହେଇଥିଲା। ସେ ରିପୋର୍ଟରେ ଫରୱାର୍ଡ଼ କରିଥିଲୁ। ସେ 5-7 ମାସ ଥିଲା। ଏବେ 4-5 ଦିନ ହେଲା ରିଲିଜ୍ ହେଇକିରି ଆସିକିରି ଏଭଳି କାର୍ଯ୍ୟ କରିଛି। ଏଥିରେ ଯେଉଁ ବର୍ତ୍ତମାନ ଯେଉଁ କେସ୍ଟି ହେଇଛି ସେଥିରେ ସେ ହେଉଛି ଲୋକକୁ ଅଟକେଇବା 126 କ୍ଲଜ୍ 2, 115 କ୍ଲଜ୍ 2, 129 ପ୍ରେମିସେସ୍ ଭିତରେ ପଶିଛି। 74 ଆଉଟ୍ରେଜ୍ ଅଫ୍ ମଡେଷ୍ଟି ତାର ସେ ମହିଳାଟିର କରିଛି। ତା ସହିତ ସେ ଯେତେବେଳେ ଶାରୀରିକ ସମ୍ପର୍କ ରଖିବାକୁ ଉଦ୍ୟମ କରିଥିଲା ସେ ବାବଦରେ ବି ଦଫା ଲାଗିଛି 664 ଏବଂ 62। ସେ ଦଫାରେ ଅଟକ ଅଛି। ଆମେ ତାକୁ ଆଜି କୋର୍ଟ ଫରୱାର୍ଡ଼ କରିବୁ।